সবার না আবার না লেগে जल्दी आ ଲାଗି ହୁଏ ଯଦି ସିଏ ଦୁର୍ଗା ହୋଇଥାନ୍ତି ତାହେଲେ ତାଙ୍କ ପାଖରେ ବନ୍ଦାର ଫଳ ଲାଗିଥାନ୍ତା। ଯଦି ସିଏ ମା ଲକ୍ଷ୍ମୀ ହୋଇଥାନ୍ତି ତାଙ୍କ ପାଖରେ ପଦ୍ମ ଫଳ ଲାଗିଥାନ୍ତା। କିନ୍ତୁ ତାଙ୍କ ପାଖରେ ତୁଳସୀ ପତ୍ର ଲାଗି ହୁଏ କାରଣ ସେ ନୁହନ୍ତି ନାରାୟଣୀ, ସେ ନୁହନ୍ତି ଦୁର୍ଗା, ସେ ହେଉଛନ୍ତି ଅନାଦି ବ୍ରହ୍ମର ସ୍ତ୍ରୀଲିଙ୍ଗ, ସେ ହେଉଛନ୍ତି ଅନାଦି ବ୍ରହ୍ମ ସୃଷ୍ଟିର, ସେ ହେଉଛନ୍ତି ସ୍ରଷ୍ଟା। ସେଇଥିପାଇଁ ପ୍ରଭୁ ଜଗନ୍ନାଥ ଆଉ ବଳଭଦ୍ରଙ୍କର ମଝିରେ ବସନ୍ତି, ସେ ହେଉଛନ୍ତି ସୁଭଦ୍ରା। ଏବଂ ତାଙ୍କ ପାଖରେ ଅଛନ୍ତି ବଳଭଦ୍ର, ଯିଏକି ନୀଳ ବସ୍ତ୍ର ପରିଧାନ କରନ୍ତି, ତାଙ୍କୁ ନୀଳାମ୍ବର। ଯିଏକି ପୀତବସ୍ତ୍ର ପରିଧାନ କରନ୍ତି ଜଗନ୍ନାଥ, ତାହାଙ୍କୁ କୁହାଯାଏ ପୀତାମ୍ବର। ଏବଂ ସୁଦର୍ଶନ ଘଣ୍ଟର ସମାଗମରେ ଘଣ୍ଟର ନିନାଦିତ ସ୍ୱରରେ ସ୍ୱର ତାଳ ଲୟରେ ନିଜ ପ୍ରଭୁଙ୍କୁ ନିଜର ଭକ୍ତି ଅର୍ଥକୁ ପ୍ରଦାନ କରିବା ନିମିତ୍ତ ଘଣ୍ଟକୁ ସୁନ୍ଦର ଢଙ୍ଗରେ ଘଣ୍ଟ ନାଦ କରୁଛନ୍ତି। ଏହି ଘଣ୍ଟ କେବଳ ଗୋଟିଏ ନାଦ ନୁହେଁ, କେବଳ ଗୋଟିଏ ଶବ୍ଦ ନୁହେଁ, କେବଳ ଗୋଟିଏ ଶବ୍ଦର ଅର୍ଥ ନୁହେଁ। ଏ ଘଣ୍ଟର ପ୍ରକର୍ଷିତ ସ୍ୱରରେ ଚାରିଆଡ଼ ପ୍ରଦୂଷିତ ହୋଇଥିବା ବାୟୁକୁ ଶୁଦ୍ଧ ହୋଇଯାଏ। ଏ ଘଣ୍ଟର ନିନାଦିତ ସ୍ୱରରେ ସମଗ୍ର ଅଞ୍ଚଳ ଶୁଦ୍ଧ ହୋଇଯାଏ। ତୁଳସୀ ତୁଳସୀ ହେଉଛି ମା ବୃନ୍ଦାବତୀ, ତୁଳସୀ ପ୍ରଭୁ ଜଗନ୍ନାଥଙ୍କର ଅତି ପ୍ରିୟ। ଯଦି ବୈଜ୍ଞାନିକ ଦୃଷ୍ଟିକୋଣରେ ଦେଖାଯାଏ ତାହେଲେ ଯେତେକ ବୃକ୍ଷ ଅଛି
যে तुलसी पत्र निहाती आवश्यक तुलसी वृक्ष निहाती आवश्यक ସେଇଥିପାଇଁ ଆମେ ପ୍ରତିଦିନ ସନ୍ଧ୍ୟା ସମୟରେ ମା ତୁଳସୀଙ୍କୁ ଆମେ ସନ୍ଧ୍ୟା ବନ୍ଦ ଦେଇଥାଉ ସେଇ ତୁଳସୀ ପ୍ରଭୁ ଜଗନ୍ନାଥଙ୍କର ଦିବ୍ୟ ପ୍ରଭୁ ଜଗନ୍ନାଥଙ୍କର ଲାଗି ହୋଇଥାଏ ସେଇ ତୁଳସୀ କୋଟି ଓଡ଼ିଆର ଗୌରମଣି ଜଗନ୍ନାଥ ଯଦି ଓଡ଼ିଶାର ଇତିହାସକୁ ଦେଖାଯାଏ ମାଦଳା କାନ୍ତିରେ ଭର୍ଷିତ ଅଛି ଯେ ଯେତେବେଳେ ଓଡ଼ିଆମାନଙ୍କର ଗୌରମଣି ଜଗନ୍ନାଥଙ୍କୁ ଆକ୍ରମଣ କରିବା ପାଇଁ ବହୁ ଲୁଣ୍ଠନକାରୀ କଳା ପାହାଡ଼ ସବୁର ବଙ୍ଗଦେଶରୁ ଆସିଥିଲା ବାଡ଼ି ଆସିଥିଲା ସେ କଳା ପାହାଡ଼ ପ୍ରଭୁ ଜଗନ୍ନାଥଙ୍କୁ ଲୁଣ୍ଠନ କରିବା ପାଇଁ ସେତେବେଳେ ଭକ୍ତବୃନ୍ଦ ଦୈତମାନେ ପ୍ରଭୁ ଜଗନ୍ନାଥଙ୍କୁ এই জায়গায় মহানকে সেখানে আত্মগোপন করে রাখিলে নিজের ভাবর ঠাকুরକୁ ଭକ୍ତିର ଓଡ଼ିଶା ଇତିହାସ